ବଞ୍ଚି ଥାଉ ଥାଉ ଶବ ପାଲଟି ଯିବା ଅର୍ଥାତ ଜିଅନ୍ତା ଶବ କାହାକୁ କୁହନ୍ତି। ବାପା ମାଙ୍କ ଇଚ୍ଛାରେ ଝିଅର ବାହାଘର ହେଇଯାଏ। ଏ ଭିଡିଓଟି ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ। ଭିଡିଓଟି ଯଦି ଆପଣଙ୍କୁ ଭଲ ଲାଗେ ଛୋଟିଆ କମେଣ୍ଟ ମାଧ୍ୟମରେ ଆପଣ ମାନଙ୍କର ମତାମତ ରଖିବେ। ବାପା ମା ବହୁତ ଖୋଜାଖୋଜି କରି ଗୋଟେ ଧନୀ ଘର ଚାକିରିଆ ପୁଅ ଦେଖି ଝିଅକୁ ବିବାହ କରାଇ ଦେଲେ। ଏମିତି କିଛି ଦିନ ଗଲା ପରେ ଝିଅଟି ମାକୁ ଫୋନ କରି କୁହେ, ବୋଉ ସହିବାର ସୀମା ପାର ହେଇଗଲାଣି। ମୋ ସ୍ୱାମୀ ମତେ ପ୍ରତ୍ୟେକ ଦିନ ମାରୁଛନ୍ତି, ପ୍ରତ୍ୟେକ ଦିନ ମଦ ପିଉଛନ୍ତି, ଅସଭ୍ୟ ଭାଷାରେ ମଧ୍ୟ ଗାଳି କରୁଛନ୍ତି। ମତେ ବୋଉ ଘରକୁ ନେଇଯା। ସେ ସମୟରେ ମା କୁହେ, ଆଲୋ ଝିଅ ସଂସାର କରିଛୁ, ଏତିକି ଛୋଟ ମୋଟ ଝଗଡାକୁ ତୁ ଡରୁଛୁ? ଏସବୁ ତତେ ସହିବାକୁ ପଡିବ। ଏକଥା ଶୁଣି ଝିଅଟି କାନ୍ଦି କାନ୍ଦି ଚୁପ ହେଇଯାଏ। କେତେ ବା ସହିବ? କିଛି ଦିନ ପରେ ପୁଣି ଥରେ ବାପାଙ୍କୁ ଫୋନ କରି କୁହେ, ବାପା ମୋ ସ୍ୱାମୀ ମତେ ମଦ ପିଇ ପ୍ରତ୍ୟେକ ଦିନ ମାରୁଛନ୍ତି, ଏମିତି ଅସଭ୍ୟ ଭାଷାରେ ଗାଳି କରୁଛନ୍ତି ଯାହା ତମକୁ କହିପାରିବି ନାହିଁ। ଯେତେବେଳେ ଝିଅଟି କାକୁତି ମିନନ୍ତି ହେଇ କହୁଛି, ବାପା ମତେ ଟିକେ ଘରକୁ ନେଇଯାଅ, ଏ ଯନ୍ତ୍ରଣା ମୁଁ ଆଉ ସହିପାରିବିନି, ଯଦି ତମେ ନ ନବ ଶେଷରେ ମୁଁ ଜୀବନ ହାରିଦେବି। ଯେତେବେଳେ ଝିଅ ଠାରୁ ବାପା ଏ କଥା ଶୁଣୁଛନ୍ତି, ବାପା ସାଙ୍ଗେ ସାଙ୍ଗେ କହୁଛନ୍ତି, ଆଲୋ ମା ସେଇଟା ତୋ ଘର, ତୋ ସ୍ୱାମୀ, ତମ ଭିତରେ ବୁଝାବଣା କରିବା ତମ ମାନଙ୍କର ଦାୟିତ୍ୱ। ଆମେ ଆଣିକି କେତେ ଦିନ ତତେ ରଖିବୁ? ଝିଅଟି କାହାକୁ କହିବ ଆପଣ ମାନେ କୁହନ୍ତୁ ନା? ପରିଶେଷରେ ଝିଅଟି କାନ୍ଦି କାନ୍ଦି ସାରା ଜୀବନ ଗୋଟେ ଜୀବନ୍ତ ଶବ ହେଇ ବଞ୍ଚି ରହୁଛି। କହିବାର ମାନେ ହେଉଛି, ବାପା ମା ଯଦି ଝିଅଟିକୁ ଧନ ଲୋଭରେ ବାହା ନ କରିଥାନ୍ତେ ତ ଝିଅଟି ଆଜି ଶବ ନୁହେଁ, ହସ ଖୁସିରେ ଗୋଟେ ଗରିବ ଘରେ ବାହା ହେଇ ଖୁସି ଥାନ୍ତା। ସୁନ୍ଦର ଦେଖି, ଧନ ଦେଖି, ଚାକିରି ଦେଖିଛୁ ବାହା କରି ଦଉଛ ନା, କାହିଁକି ଗୋଟେ ଝିଅକୁ ଜୀବନ୍ତ ଶବ କରି ଦଉଛ? ଯଦି ପ୍ରତ୍ୟେକ ବାପା ମା ଚାହିଁବେ ତ ପ୍ରତ୍ୟେକ ଝିଅ ନିଶ୍ଚିତ ହସିବେ।